ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା। 3029ଟି କେନ୍ଦ୍ରରେ ପରୀକ୍ଷା ଦେବେ 5 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ। ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ। 5.12 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ବୋର୍ଡ BSEI ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଦେବେ। ବୋର୍ଡର ସୂତ୍ରରୁ ଜଣାପଡ଼ିଛି ଯେ ସାରା ରାଜ୍ୟରେ 5,12,437 ଜଣ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ମାଧ୍ୟମିକ ଶିକ୍ଷା ବୋର୍ଡ ରାଜ୍ୟର 30ଟି ଜିଲ୍ଲାର 3,029ଟି କେନ୍ଦ୍ରରେ ଦଶମ ଶ୍ରେଣୀ ପରୀକ୍ଷା ପରିଚାଳିତ କରିବ। ଏହି ପରୀକ୍ଷା ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ଚାଲି ରହିବ। 2025 ଦଶମ ଶ୍ରେଣୀ ପରୀକ୍ଷା ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଓଡ଼ିଆ, ବଙ୍ଗାଳୀ, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ, ଇଂରାଜୀ ସମେତ ପ୍ରଥମ ଭାଷା ବିଷୟ ପାଇଁ ପରୀକ୍ଷା ଦେବେ। BSEI ସରକାରୀ ପକ୍ଷରୁ କୁହାଯାଇଛି ଯେ ଏହା ସାରା ରାଜ୍ୟରେ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତ ହୋଇଛି। ମୋଟ 314ଟି ନୋଡାଲ କେନ୍ଦ୍ର ସ୍ଥାପନ କରାଯାଇଛି।